ସ୍କୁଲରେ ମଧ୍ୟାହ୍ନ ଭୋଜନ ତିଆରି କରୁଥିବା ପାଚିକା ମୀନା ପାଖରେ 12 ବର୍ଷର ଝିଅ ବଖାଣୁଥିଲା ତାର ସେ କଷ୍ଟକର ଦୁଃଖଦ କାହାଣୀ, ଯାହାକୁ ଶୁଣି ପାଚିକା ମୀନାର ମୁଣ୍ଡ ଚକ୍କର ଖାଇଯାଇଥିଲା। ମା ଛେଉଣ୍ଡ ଝିଅ ସହିତ ନିଜ ବାପା କ'ଣ ସତରେ ଏମିତି କରିପାରେ? ଆଉ ଆଜି ସେଇ ନୃଶଂସ ବାପାର କାହାଣୀ ଶୁଣିଲେ ଆପଣ କହିବେ, ଛି, ଏ ମଣିଷଟା ପାଇଁ ବାପା ଶବ୍ଦଟା ଗୋଟେ କଳଙ୍କ। କ'ଣ କରିଥିଲା ତା ବାପା ସେଇ 12 ବର୍ଷର ମା ଛେଉଣ୍ଡ ଝିଅ ସହିତ? ଆସନ୍ତୁ ଜାଣିବା ଆଜିର ଏ କାହାଣୀରେ ବାପ କରିଛି ଭୟଙ୍କର ପାପ। ହ୍ୟାଲୋ, ହାଏ, ନମସ୍କାର। ମୁଁ ଆପଣଙ୍କ ପ୍ରତାପ, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ବରଗଡ଼ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳର 12 ବର୍ଷର ଝିଅ ଆଉ 8 ବର୍ଷର ପୁଅକୁ ଛାଡ଼ି ମା ସବୁଦିନ ପାଇଁ ଆରପାରିକୁ ଚାଲିଗଲା। ଆଉ ବାପା ଏପଟେ ଆଉ ଜଣକୁ ବାହା ହେଇ ଘରକୁ ନେଇ ଆସିଲା। ବାପା ଆଉ ସାବତ ମା ମିଶି ଦୁଇ ଭାଇ ଭଉଣୀକୁ ଅତ୍ୟାଚାର ପରେ ଅତ୍ୟାଚାର କରିଚାଲିଥିଲେ, ଯାହା ସହିବା ଦୁଇ ଭାଇ ଭଉଣୀଙ୍କ ପକ୍ଷରେ କଷ୍ଟକର ହୋଇପଡ଼ୁଥିଲା। ଆଉ ମା ଚାଲିଯିବା ପରେ ଏତେ କଅଁଳ ବୟସରୁ ମାଆକୁ ହରେଇ କେତେ ଦୁଃଖରେ ଥିବେ କେବଳ ମା ନଥିବା ଛୁଆମାନେ ହିଁ ସେ କଥାକୁ ଅନୁଭବ କରିପାରିବେ। ତା ସହିତ ସାବତ ମାର ଯନ୍ତ୍ରଣାଦାୟକ କଷ୍ଟକର ନିର୍ଯାତନା। ୟା ଭିତରେ ସାମ୍ନାକୁ ଆସିଲା ଏକ ରୋଚକ ତଥ୍ୟ, ଯାହାକୁ ଶୁଣି ପୁରା ବରଗଡ଼ ଯେମିତି ସ୍ତବ୍ଧ ହୋଇଯାଇଥିଲା। 22 ଫେବୃଆରୀ 2020 ବରଗଡ଼ ଟାଉନ୍ ଥାନାରେ ଏକ ଅଭିଯୋଗ ହୋଇଥିଲା। ଆଉ ସେ ଅଭିଯୋଗ ଥିଲା ଗୋଟେ ଝିଅର ତା ବାପା ବିରୁଦ୍ଧରେ। ମା ମରିଗଲା ପରେ ସାବତ ମା ଆଉ ବାପାର ସବୁ ନିର୍ଯାତନା ସହି ଦୁଃଖ କଷ୍ଟରେ ଆଗକୁ ବଢ଼ିବାକୁ ଯାଉଥିବା ଝିଅକୁ ସବୁଦିନ ନିଶାସକ୍ତ ଅବସ୍ଥାରେ ବାପା ଜୋର ଜବରଦସ୍ତ ଖରାପ ସମ୍ପର୍କ ରଖୁଥିଲା। 12 ବର୍ଷର ଝିଅ କ'ଣ ବା ଜାଣିଥିଲା କେତେ କଷ୍ଟ ହେଇଥିବ ତାକୁ କହିଲେ? ହେଲେ ବାପା ତାର ଦେହର ଭୋକ ମେଣ୍ଟେଇବାକୁ ଏମିତି ଯେ କରିପାରିବ, ଏକଥା ଶୁଣିଲେ କାହାର ବିଶ୍ୱାସ ହେଉନଥିଲା। ସେଦିନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ପାଚିକା ମୀନା ପାଖରେ ନିଜ ବାପା କରିଥିବା ପାପ ବିଷୟରେ ସବୁ କଥା ବଖାଣିଥିଲା ଏହି କୁନି ଝିଅଟି। ତାପରେ ବାପା ଗଣେଶ ବିରୁଦ୍ଧରେ ଏତଲା ଦିଆଯାଇଥିଲା। 2020ରୁ ଚାଲିଥିବା କେସ୍, 18 ଜଣ ସାକ୍ଷୀ, 22 ଦଲିଲ ଆଉ ଡାକ୍ତର ରିପୋର୍ଟ, ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ସେ ନୃଶଂସ ବାପାକୁ ଆଜୀବନ ସଜା ଶୁଣେଇଛନ୍ତି। ହେଲେ ଏହି ସଜା ସିନା ଆଇନ ଅନୁସାରେ ମାନ୍ୟବର କୋର୍ଟ ଶୁଣେଇଛନ୍ତି, କିନ୍ତୁ ସତ କହିଲେ ଏମିତି ବାପା ପାଇଁ କ'ଣ ଏତିକି ସଜା ଉଚିତ? ଜଣେ ବାପା ହେଇ ଯଦି ନିଜ ଝିଅ ସହ ଏମିତି କରିପାରୁଛି, ତାହେଲେ ଚିନ୍ତା କଲେ ଏ ସମାଜରେ କେଉଁଭଳି ଲୋକ ଅଛନ୍ତି। ଜାଣିନି ଆପଣ ଏ କାହାଣୀ ଶୁଣି କ'ଣ କହିବେ, କିନ୍ତୁ ମୁଁ କହିବି ଏଭଳି ବାପାକୁ ଭଗବାନ କେବେ ବାପା ଡାକ ଶୁଣିବାକୁ ନ ଦେବା ବହୁତ ଭଲ। ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।